ପ୍ରତିଦିନ ଅଯୋଧ୍ୟା ରାମ ମନ୍ଦିରକୁ ଆସୁଛନ୍ତି ମାଙ୍କଡ ରୂପେ ହନୁମାନ। ଅଯୋଧ୍ୟାରେ ରାମଲଲ୍ଲାଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ପରେ ଏକ ଭିଡିଓ ଚର୍ଚ୍ଚାରେ ରହିଛି। ଏହି ଭିଡିଓରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପରେ ପ୍ରତିଦିନ ଏଠାକୁ ଏକ ମାଙ୍କଡ ଧାଇଁ ଆସୁଥିବା କୁହାଯାଉଛି। ଏହି ମାଙ୍କଡ ରାମ ମନ୍ଦିର ପରିସରରେ ବୁଲିବା ସହ ସେଠାକାର ଥାନା ଉପରେ ବସି ରହୁଥିବା ଦେଖୁଥିବା ମିଳୁଛି। ଏହାକୁ ନେଇ ଥାନା ଅଧିକାରୀ କହିଛନ୍ତି, ଶ୍ରୀରାମ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପରେ ଏକ ମାଙ୍କଡ ପ୍ରତିଦିନ ମୋ ପାଖକୁ ଆସୁଛି। ଏହି ମାଙ୍କଡକୁ ମୁଁ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ କେବେ ଦେଖ ନଥିଲି। ଏମିତିକି ପ୍ରାଣ ପ୍ରତିଷ୍ଠା ପରେ ଏକ ମାଙ୍କଡ ମନ୍ଦିରକୁ ଆସିଥିଲା। କିଛି ସମୟ ରାମଲଲ୍ଲାଙ୍କ ପାଦ ତଳେ ବସିବା ପରେ କେଉଁଆଡ଼େ ଚାଲି ଯାଇଥିଲା ଯେ କେହି କିଛି ଜାଣିପାରି ନଥିଲେ।